ହ୍ୟାଲୋ ଜୟ ଜଗନ୍ନାଥ। ମୁଁ ଶୁଭମ ଆପଣମାନଙ୍କ ପାଇଁ ନେଇ ଆସିଛି ଆଉ ଏକ ସତଭୂତ ଘଟଣା। ଗୋଟେ ଗ୍ରାମରେ ଗୋଟେ ଯୁବକ ଗୁଣି ଶିଖୁଥାଏ। ଯୁବକର ଜଣେ ଗୁରୁ ଥାଆନ୍ତି। ତାଙ୍କ ଗୁରୁ କହିଲେ କି ତମେ ଯଦି 7 ଖଣ୍ଡ ମଶାଣି ବୁଲି ପ୍ରେତମାନଙ୍କୁ ଖାଦ୍ୟଦ୍ରବ୍ୟ ଦେଇ ଶାନ୍ତି କରିପାରିବ, ତାହେଲେ ତମେ ବହୁତ ବଡ଼ ଗୁଣିଆ ହେଇପାରିବ। ତମକୁ ତନ୍ତ୍ରବିଦ୍ୟାରେ କେହି ବି ହରାଇ ପାରିବେନି। ଯୁବକଟି ତାର ବୁଦ୍ଧି ବଳରେ ଗୁରୁଙ୍କ ଠାରୁ ସମସ୍ତ ଶିକ୍ଷା ଲାଭ କରିସାରିଥାଏ। କେବଳ ବାକି ରହିଥାଏ ଆଉ ଏକ ପରୀକ୍ଷାଟି ହେଉଛି ଗୁରୁ କହିବା ଅନୁଯାୟୀ ଯେ 7 ଖଣ୍ଡ ମଶାଣି ବୁଲିଲା ପରେ ପ୍ରେତମାନଙ୍କ ଦ୍ୱାରା ବର ମିଳିଲେ ସେମାନେ ପ୍ରେତମାନଙ୍କ ଦ୍ୱାରା ବର ପାଇଲେ ସେ ବହୁତ ବଡ଼ ଗୁଣିଆ ହେବ। ଯୁବକଟି ଗୁରୁଙ୍କ କଥା ମାନି ସେ ଗୋଟେ ଦିନ ରାତି 12ଟାରେ ବାହାରିଲା ଶ୍ମଶାନକୁ ଗଲାବେଳେ ତାର ସାଥିରେ ଗୋଟେ ଯୁବକକୁ ନେଇଥାଏ। କାରଣ ସେ ଯୁବକ ତାକୁ ସାହାଯ୍ୟ କରିବା ପାଇଁ ନେଇଥାଏ। ରାତି 12ଟା ହୋଇଯାଇଥାଏ। ଗୁଣିଆଟି ଯୁବକ ସହିତ ମଶାଣି ଭୂମିରେ ଯାଇ ପହଞ୍ଚିଲା ମାତ୍ରେ ନଡ଼ାରେ ଏକ କୁଡ଼ିଆ ପ୍ରସ୍ତୁତ କଲା। ସେ କୁଡ଼ିଆ ଭିତରେ ନେଇଥିବା ଖାଦ୍ୟଦ୍ରବ୍ୟ ସବୁ ରଖିଲା ଏବଂ ସେ ଲୋକଟିକୁ ସେ କୁଡ଼ିଆ ଭିତରେ ବନ୍ଦୀ କରିଦେଲା, ଯାହାଫଳରେ କୌଣସି ପ୍ରେତାତ୍ମା ସେ ଲୋକଟାର କୌଣସି କ୍ଷତି ଯେମିତି ନ କରିପାରିବେ। ଲୋକଟି ଖାଦ୍ୟଦ୍ରବ୍ୟ ସହିତ ସେ କୁଡ଼ିଆ ଭିତରେ ଲୁଚିକି ଥାଏ। ତାପରେ ଗୁଣିଆ ସାଧନା ଆରମ୍ଭ କଲା। ସାଧନା କରିବା ପରେ ଏକ ପ୍ରେତାତ୍ମା ଆସିକି ତା ସମ୍ମୁଖରେ ଛିଡ଼ା ହେଲା। ପ୍ରେତାତ୍ମାଟି ପଚାରିଲା, ହେ ଗୁଣିଆ, ତୁ କହ କାହିଁକି ମୋତେ ଆହ୍ୱାନ କଲୁ? ଗୁଣିଆଟି କହିଲା, ମୁଁ ତୁମକୁ କିଛି ଖାଦ୍ୟଦ୍ରବ୍ୟ ଦେବାକୁ ଚାହୁଁଛି, ଯାହାଦ୍ୱାରା ଆପଣ ଖାଇଲେ ମୋତେ କିଛି ବର ପ୍ରଦାନ କରିବେ। ପ୍ରେତାତ୍ମାଟି କହିଲା, ଠିକ୍ ଅଛି, ମୁଁ କାକରା ପିଠା ଖାଇବି, ମୋତେ କାକରା ପିଠା ଦେ, ଆଉ ନ ଦେଇପାରିଲେ ତ ଅବସ୍ଥା ଯାହା କରିବି ବୁଝିପାରୁଥିବୁ। ଯେତେବେଳେ କାକରା ପିଠା ମାଗିଲା, ଗୁଣିଆଟି ପ୍ରେତାତ୍ମାର ଆଖିରେ ଆଖି ମିଶେଇକି କାକରାଟାକୁ ଦବାର ଥିଲା। ଟିକେ ଏପଟ ସେପଟ ହେଲେ ତ ପ୍ରେତାତ୍ମା ବାଡ଼େଇ ସେଠି ମାରିଦେବ। ସେଥିପାଇଁ ଟିକେ ସେ ନ ହଲି କାକରା ପିଠା ପାଇଁ ତା କୁଡ଼ିଆ ହେଇଥାଏ, କୁଡ଼ିଆରେ ହାତ ବଢ଼େଇଲା। କୁଡ଼ିଆ ଭିତରେ ସେ ଲୋକଟି ଥାଏ, ସଙ୍ଗେ ସଙ୍ଗେ କାକରା ପିଠା ବଢ଼େଇ ଦେଲା ତା ହାତରେ। ଗୁଣିଆଟି ସେ ଭୂତକୁ କାକରା ପିଠା ଦେଲା। କାକରା ପିଠା ଖାଇ ଶାନ୍ତି ହେଲା। ତା କ'ଣ ବର ମାଗୁଛୁ ମାଗ। ଏହିପରି 6 ଖଣ୍ଡ ମଶାଣି ବୁଲି ସାରିଥାଏ। କେବଳ ରହିଥାଏ ଗୋଟିଏ ମଶାଣି ବୁଲିଲା ପରେ ସେ ବଡ଼ ଗୁଣିଆରେ ପରିଣତ ହୋଇଥାନ୍ତା। ଲାଷ୍ଟ ଦିନ ଯେଉଁ ଲୋକଟି ସବୁ ମଶାଣି ବୁଲି ସାହାଯ୍ୟ କରେ ଗୁଣିଆକୁ, সেই ଲୋକଟି ସେଦିନ ବି ଯାଇଥାଏ। ଗୁଣିଆ ତାକୁ କୁଡ଼ିଆ ଭିତରେ ରଖି ବନ୍ଦୀ କରି ଖାଦ୍ୟ ପାଇଁ ହାତ ବଢ଼େଇଲେ ସିଏ ଖାଦ୍ୟ ତା ହାତରେ ବଢ଼େଇ ଦିଏ। ସେଦିନ କିନ୍ତୁ ଜବର ବଡ଼ ଶୈତାନ ଆସିଲା। ଶୈତାନ କହିଲା, ମୁଁ ଛେନାପୋଡ଼ ଖାଇବି। ଏହା ଭିତରେ ସେ ଯେଉଁ ଲୋକଟି କୁଡ଼ିଆ ଭିତରେ ଥାଏ, ସିଏ ଭାବିଲା, ସତରେ କ'ଣ ଭୂତପ୍ରେତ ଆସି ଆ ହାତରୁ ଖାଉଛନ୍ତି ନା ମିଛ, ମୁଁ ଟିକେ ଦେଖେ। ସିଏ ଟିକେ କୁଡ଼ିଆକୁ ଟିକେ ଆଡ଼େଇ ଦେଖିଲା ବେଳକୁ ଜବର ବଡ଼ ଶୈତାନ ଆସି ଠିଆ ହେଇଛି। ବଡ଼ ବଡ଼ ଦାନ୍ତ, ବଡ଼ ଆଖି ଦେଖି ଲୋକଟି ଡରିଗଲା।
ଜୀବନ ବିକଳରେ କୁଡ଼ିଆ ପଛଆଡ଼େ ଘୁଷୁରି ଘୁଷୁରି ଆଣ୍ଠେଇ ଆଣ୍ଠେଇ ଦୌଡ଼ି ପଳେଇଲା। ଯେତେବେଳେ ଶଇତାନଟି ଗୁଣିଆକୁ ମାଗିଲା ମୋତେ ପୋଡ଼ ଦେ, ସେ ପୋଡ଼ ପାଇଁ ଯେତେବେଳେ ହାତ ବଢ଼େଇଲା ସେ ଲୋକଟି ଖସି ପଳେଇଛି। ଗୁଣିଆ ବାରମ୍ବାର ପୋଡ଼ ବୋଲିକି ଚିତ୍କାର କଲା, କିନ୍ତୁ ଗୁଣିଆ ହାତରେ ପୋଡ଼ ବାଜିଲା ନାହିଁ। ସେ ତାପରେ ଗୁଣିଆଟି ଟିକେ ପଛକୁ କଣିକି ଆସିଲା ବେଳକୁ ମାଡ଼ ମାରିଲା ଯେ ସାଂଘାତିକ ମାଡ଼ ମାରିଲା। ମାଡ଼ ଭୟରେ ଗୁଣିଆଟି ଜୀବନ ବିକଳରେ ଘରକୁ ଦୌଡ଼ି ପଳେଇ ଆସିଲା। ତା ପରଦିନ ସକାଳେ ରକ୍ତ ବାନ୍ତି କରି ଗୁଣିଆଟି ମଲା। ତାର ସାଧନା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଫ୍ରେଣ୍ଡ, ଯଦି ମୋ ଗପଟି ଭଲ ଲାଗିଥାଏ ମୋ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।